ଶିବନଗର ରାଜ୍ୟର ଗୋଟେ ସୁନ୍ଦର ଛୋଟ ଗାଁରେ ଦୁଇ ଜଣ ସାଙ୍ଗ ରହୁଥିଲେ, ଗୋପାଳ ଓ ଶଙ୍କର। ଗୋପାଳ ସବୁବେଳେ ଦୁଃଖୀ ଓ ଗରିବ ଲୋକମାନଙ୍କୁ ସାହାଯ୍ୟ କରେ। ସେ ଭାବେ କି ଯଦି ଆମେ ପରର ମଙ୍ଗଳ କରିବା ତାହେଲେ ଆମର ମଧ୍ୟ ମଙ୍ଗଳ ହେବ। ହେଲେ ଏପଟରେ ତା ସାଙ୍ଗ ଶଙ୍କର ଏସବୁ କଥାରେ ଜମା ବି ବିଶ୍ୱାସ କରେ ନାହିଁ। ଗୋଟେ ଦିନ ଗୋପାଳ ଆଉ ଶଙ୍କର ଗାଁର ବରଗଛ ମୂଳରେ ଛିଡ଼ା ହୋଇଥାନ୍ତି। ସେହି ସମୟରେ ଶଙ୍କର କହିଲା, ଆରେ ମୋର ପ୍ରିୟ ସାଙ୍ଗ ଗୋପାଳ, ତୁ ଯେତେ ବି ରୋଜଗାର କରୁଛୁ ନା ସବୁ ପରର ମଙ୍ଗଳ ପାଇଁ ଲଗେଇ ଦଉଛୁ। ଦେଖ, ମୁଁ ତତେ କହିଦଉଛି, ଦିନେ ନା ଦିନେ ତୁ ବହୁତ ହଇରାଣରେ ପଡିବୁ। ଦେଖିବୁ ତୋ ପାଖରେ କିଛି ବି ବଞ୍ଚିବ ନାହିଁ। ଆରେ ଶଙ୍କର, ତୁ କ'ଣ ଏ କଥା କେବେ ଶୁଣିନାହୁଁ? ଯଦି ଆମେ ପରର ମଙ୍ଗଳ କରିବା ତାହେଲେ ଆମର ମଙ୍ଗଳ ହବ ନା। ଆରେ ମୁଁ ଯଦି କାହାର ଖରାପ ଚିନ୍ତା କରୁନାହିଁ ତାହେଲେ ମୋ ସହିତ ଖରାପ କ'ଣ ପାଇଁ ହବ? ଆରେ ମନେ ରଖ ଶଙ୍କର, ଯଦି ତୁ ଗରିବ ଲୋକମାନଙ୍କୁ ସାହାଯ୍ୟ କରିବୁ ତାହେଲେ ସେ ସାହାଯ୍ୟ ନିଶ୍ଚୟ ଫେରି ତୋ ପାଖକୁ ଆସିବ। ଓହୋ, କଣ ସେ ସାହାଯ୍ୟ ମୋ ପାଖକୁ ନିଶ୍ଚୟ ଫେରିକି ଆସିବ? ଶୁଣ ଗୋପାଳ, ଏ ସବୁ କଥା ନୁହେଁ, ପୁରୁଣା କାଳିଆ ବୁଢାଙ୍କ ମୁହଁରେ ଶୋଭା ପାଇଥାଏ। ଦେଖ, ମୁଁ ତତେ ଆଜି ବି କହିଦଉଛି, ଆରେ ଗାଁରେ ସମସ୍ତଙ୍କର ଠାରୁ ଭଲ ଫସଲ ତୋର ହୁଏ, ହେଲେ ତୁ ସେ ଫସଲକୁ ବିକ୍ରି କରି ଏଇ ଫାଲତୁ କାମରେ ପଇସାକୁ ଲଗେଇ ଦଉଛୁ। କାହିଁକି ନା ଲୋକମାନଙ୍କର ମଙ୍ଗଳ କରିବା ଭୂତ ଯୋଉ ତୋ ମୁଣ୍ଡରେ ପଶିଛି। ଶଙ୍କରର ମୁହଁରୁ ଏସବୁ କଥା ଶୁଣି ଗୋପାଳ କିଛି ବି କୁହେ ନାହିଁ। ଗୋପାଳ ହସ ହସ ମୁହଁରେ ତା ଘରକୁ ଫେରି ଆସେ। ହେଲେ ତାକୁ ଜଣା ନଥିଲା କି ଶଙ୍କର ତା ଉପରେ ବହୁତ ଜଳୁଛି ବୋଲି। ଗୋପାଳ ଗଲା ପରେ ଶଙ୍କର ରାଗି କରି କୁହେ, ଏମିତିରେ ତ ଗାଁରେ ଆର ଫସଲ ସମସ୍ତଙ୍କ ଠାରୁ ଭଲ ହଉଛି, ହେଲେ ଇଏ ତ ଗାଁରେ ଭଲର ଡେଙ୍ଗୁରା ପିଟି ରହୁଛି। ସେଥିପାଇଁ ତାକୁ ତ ସମସ୍ତେ ସମ୍ମାନ ଜଣାଉଛନ୍ତି ଆଉ ପ୍ରଶଂସା ମଧ୍ୟ କରୁଛନ୍ତି, ହେଲେ ମତେ କେହି ପଚାରୁନାହାନ୍ତି। ଏମିତିରେ ମୁଁ ତ ତାକୁ ବହୁତ ମନା କଲି, ହେଲେ ସେ ମୋ କଥା କୋଉଠୁ ଶୁଣୁଛି? ନା, ମତେ ଏହାର ଗୋଟେ ବନ୍ଦୋବସ୍ତ କରିବାକୁ ପଡିବ। ଏଥର ସେ ଗୋପାଳ ଚିହ୍ନିବ ଏ ଶଙ୍କର କିଏ। ଏଇ କଥାକୁ ଚିନ୍ତା କରି ଶଙ୍କର ତା ଘରକୁ ଚାଲିଯାଏ। ଶଙ୍କରକୁ ଏମିତି ରାଗର ମୁହଁରେ ଦେଖି ତା ସ୍ତ୍ରୀ ଲକ୍ଷ୍ମୀ ପଚାରେ, ଆରେ କଥା କଣ? ତମ ମୁହଁଟା ଏମିତି ରାଗରେ ଲାଲ ଲାଲ କଣ ପାଇଁ ଦେଖାଯାଉଛି? ଆରେ ଲକ୍ଷ୍ମୀ, ତମକୁ କଣ କହିବି, ଏ ସବୁ ଯାହା ବି ହଉଛି ନା ସବୁ ମୋର ସାଙ୍ଗ ଗୋପାଳ ପାଇଁ। ସେ ମତେ ନାକେ ଦମ କରି ରଖି ସାରିଲାଣି। କଣ କହୁଛ? ମୁଁ କିଛି ବୁଝିପାରୁନି। ଆରେ ଲକ୍ଷ୍ମୀ, ତମେ ତ ଜାଣିଛ ଗାଁରେ ସମସ୍ତଙ୍କଠାରୁ ଭଲ ଫସଲ ଗୋପାଳର ହଉଛି। ସେ ତା ଫସଲରୁ ଅଧା ବିକ୍ରି କରି ଲୋକମାନଙ୍କର ମଙ୍ଗଳରେ ଲଗେଇ ଦଉଛି। ସେଥିପାଇଁ ତ ଗାଁରେ ତାକୁ ସମସ୍ତେ ସମ୍ମାନ କରୁଛନ୍ତି, ହେଲେ ମତେ କେହି ବି ସମ୍ମାନ କରୁନାହାନ୍ତି। ଏ ସବୁକୁ ତ ଦେଖି ମୁଁ ଭିତରେ ବହୁତ ରାଗି ଯାଉଛି। ଏମିତି ହଅନ୍ତା କି ସେ ଗୋପାଳର ଚାଷ ଜମି ତାଠାରୁ କିଏ ଛଡେଇ ନେଇଯାନ୍ତା, ତାପରେ ସେ ପରମଙ୍ଗଳକାରୀର ଅକଲ ଠିକାନା ଲାଗନ୍ତା। ଓହୋ, ତାହେଲେ ଏମିତି କଥା। ତାହେଲେ ତମକୁ ତମ ବୁଦ୍ଧିରେ କାମ କରିବାକୁ ପଡିବ। ଆରେ ମୁଁ କିଛି ବୁଝିପାରିଲିନି, କଣ କହୁଛ ତମେ? ଏଇଠି ଶୁଣୁଛ, ତମ ସାଙ୍ଗ ଜମିଦାର ଅଟେ। ଜମିଦାର ପାଖରେ ତମେ ବସି ଉଠି ବି ତମ ମୁଣ୍ଡରେ ଟିକେ ବୁଦ୍ଧି ହେଲାନି। ହଉ, ମୋ କଥା ଏଥର ଧ୍ୟାନ ଦେଇ ଶୁଣ। ତମେ ନା ଗୋପାଳକୁ ଜମିଦାର ପାଖରୁ କରଜ ନେବା ପାଇଁ ଉତ୍ସାହ। କଣ? ଆରେ ଲକ୍ଷ୍ମୀ, ତମ ମୁଣ୍ଡ ଫୁଣ୍ଡ ଠିକ ଅଛି ନା କଣ? ଗୋପାଳ ପାଖରେ ନିଜର ତାର ଚାଷ ଜମି ଅଛି, ତା ପାଖରେ ଧନ ସମ୍ପତ୍ତି ସବୁ ଅଛି, ହେଲେ ମୋ କହିବା ଅନୁସାରେ ସେ ଜମିଦାର ପାଖରୁ କିପରି ଋଣ ନେବ? ଆରେ ତମ ମୁଣ୍ଡରେ ଟିକେ ବୋଲି ବୁଦ୍ଧି ନାହିଁ, ଖାଲି ଗୋବର ହିଁ ଗୋବର। ମୁଁ ଯାହା କହୁଛି ଧ୍ୟାନ ଦେଇ ଶୁଣ। ଲକ୍ଷ୍ମୀ ଗୋପାଳର କାନରେ ଧୀରେ ଧୀରେ କିଛି କହିବାକୁ ଲାଗେ ଆଉ ଗୋପାଳ ଶୁଣିବାକୁ ଲାଗେ। ଗୋପାଳ ଶୁଣି ସାରିବା ପରେ ତା ସ୍ତ୍ରୀ କି କୁହେ, ବାଃ ଲକ୍ଷ୍ମୀ ବାଃ, ତମ ବୁଦ୍ଧିକୁ ମାନିବାକୁ ପଡିବ। ସତରେ ସ୍ତ୍ରୀ ହବ ତ ଏମିତି। ତା ପରଦିନ ଶଙ୍କର ଜମିଦାରର ଘରକୁ ଗଲା। ଆରେ ଜମିଦାର ସାହବ, ନମସ୍କାର। ଆରେ ଭାଇ, ଆମ ଗାଁରେ ସବୁ ଲୋକମାନଙ୍କ ଜମି ଉପରେ ତୁମର କବ୍ଜା ଅଛି, ହେଲେ କିଛି ଲୋକଙ୍କୁ ଛାଡି, ଯେମିତିକି ମୋର ସାଙ୍ଗ ଗୋପାଳର ଚାଷ ଜମିକୁ ଛାଡି। ଦେଖ ଭାଇ, ମୁଁ କହିଦଉଛି, ମୋର ସାଙ୍ଗ ଗୋପାଳର ଚାଷ ଜମି ବହୁତ ଉର୍ବର ଅଟେ। ଆରେ ସେଥିରେ ବହୁତ ଭଲ ଫସଲ ମଧ୍ୟ ହୁଏ, ହେଲେ ଆପଣ ତାର ଚାଷ ଜମିକି କବ୍ଜା କାହିଁ କରି ନେଉନାହାନ୍ତି? ଆରେ ଶଙ୍କର, ଜମି ଉପରେ କ'ଣ ଏତେ ସହଜରେ କବ୍ଜା କରାଯାଇପାରେ? ତାକୁ କବ୍ଜା କରିବାକୁ ହେଲେ
କିଛି ନା କିଛି ଯୋଜନା କରିବାକୁ ପଡ଼ିଥାଏ। ହେଲେ ଶଙ୍କର, ଗୋପାଳ ତମ ମିତ୍ର ନା, ତମେ ତମ ମିତ୍ରର ଜମିକୁ କବ୍ଜା କରିବା ପାଇଁ କ'ଣ ପାଇଁ କହୁଛ? କାହିଁକି ନା ମତେ ଗୋପାଳର ଭଲେଇ ଦେଖେଇ ହେବା ଗୁଣ ଭଲ ଲାଗେ ନାହିଁ। ଶୁଣ ଜମିଦାର, ମୋ ପାଖରେ ଗୋଟେ ବହୁତ ଭଲ ବୁଦ୍ଧି ଅଛି, ଯାହା ଫଳରେ ତମେ ଗୋପାଳର ଚାଷ ଜମିକୁ ଅତି ସହଜରେ ହାତ ମୁଠାକୁ ଆଣିପାରିବ। ଆରେ ବା, ବହୁତ ଭଲ ହେଲା। ମୁଁ ଯୋଉ ଗୋପାଳର ଚାଷ ଜମିକୁ କବ୍ଜା କରିବାର ସ୍ୱପ୍ନ ଦେଖୁଥିଲି, ଏଥର ମତେ ଲାଗୁଛି ସେଟା ପୂରଣ ହେବ ବୋଲି। ହଉ ଚାଲ, ଯୋଜନାଟା କ'ଣ କୁହ? ଶୁଣ ଜମିଦାର, ତମେ ତମର ଗୋଟେ ଚାକରକୁ ଗୋପାଳର ଘରକୁ ପଠେଇବ, ଯେମିତି ଗୋପାଳ ସେ ଲୋକକୁ ଆଗରୁ କେବେ ଦେଖିନଥିବ। ସେ ଲୋକଟି ଯାଇ କ'ଣ କରିବ ନା, ଗୋପାଳକୁ ତାର ଝିଅ ବାହାଘର ପାଇଁ ଟଙ୍କା ମାଗିବ। ଏତେ ଟଙ୍କା ମାଗିବ କି ଗୋପାଳ ପାଖରେ ଯେମିତି ସେତିକି ଟଙ୍କା ନଥିବ। ହେଲେ ମୁଁ ତ ଗୋପାଳର ସ୍ୱଭାବ ଭଲ ଭାବରେ ଜାଣିଛି, ସେ କେବେ ବି ସେ ଲୋକକୁ ମନା କରିବ ନାହିଁ। ଯେମିତି ଯୋଉ ଉପାୟରେ ହେଲେ ତାକୁ ସେ ଟଙ୍କା ଦେବାକୁ ଚେଷ୍ଟା କରିବ। କିନ୍ତୁ ମୁଁ ସେଇଠାରେ ଉପସ୍ଥିତ ଥିବି। ମୁଁ ଗୋପାଳକୁ ତମ ପାଖରୁ ଋଣ ନେବା ପାଇଁ ଉସ୍କେଇବି। ଦେଖିବ, ସେ ନିଶ୍ଚୟ ରାଜି ହେଇଯିବ। ଆରେ ବା ଶଙ୍କର, ତମର ବୁଦ୍ଧିକୁ ମାନିବାକୁ ପଡ଼ିବ। ସତରେ ତମ ବୁଦ୍ଧିର ଜବାବ ନାହିଁ। ଥରେ ଖାଲି ଗୋପାଳ ମୋଠାରୁ ଋଣ ନେଇ ନେଉ, ତାପରେ ଦେଖିବ ମୁଁ ଏମିତି ସୁଧ ମାଗିବି କି ତାର ଜମି ସେ ମୋଠାରୁ ମୁକୁଳେଇ ପାରିବ ନାହିଁ। ହଉ ତାହେଲେ ଠିକ ଅଛି, ମୁଁ ଏବେ ଗୋପାଳର ଘରକୁ ଯାଉଛି। ଆଉ ହଁ ଶୁଣ, ଏମିତିକା ଲୋକକୁ ପଠେଇବ କି ଗୋପାଳ ଯେମିତି ତାକୁ ଆଗରୁ କେବେ ଜାଣିନଥିବ। ଓହୋ ଶଙ୍କର, ତମେ ସେ କଥା ଚିନ୍ତା କର ନାହିଁ, ତମେ ଏଥର ନିଶ୍ଚିନ୍ତରେ ଯାଅ। ତାପରେ ଶଙ୍କର ସେଠାରୁ ଗୋପାଳର ଘରକୁ ଚାଲିଯାଏ, ଆଉ ତା ସହିତ କଥାବାର୍ତ୍ତା ହେଉଥାଏ। କିଛି ସମୟ ପରେ ଗୋପାଳ ପାଖରେ ଗୋଟେ ବୁଢ଼ା ଲୋକ ଆସି କାନ୍ଦି କାନ୍ଦି କହିଲା, ଆରେ ମୁଁ ଅନ୍ୟ ଗାଁରୁ ଆସିଛି। ଅନ୍ୟ ଲୋକମାନଙ୍କ ମୁହଁରୁ ତୋ ବିଷୟରେ ବହୁତ ପ୍ରଶଂସା ଶୁଣିଛି। ପୁଅ, ମୁଁ ଏବେ ବହୁତ ଅସୁବିଧାରେ ଅଛି। ମୁଁ ଶୁଣିଥିଲି ତୁ ଲୋକମାନଙ୍କର ମଙ୍ଗଳ କରୁ ଆଉ ସାହାଯ୍ୟ କରୁ। ହଁ ବାବା, କାହିଁକି ନୁହେଁ, କୁହ ତମର କ'ଣ ଅସୁବିଧା ଅଛି? ପୁଅ, କାଲି ମୋ ଝିଅର ବାହାଘର ଥିଲା। ମୁଁ ମୋ ଝିଅ ବାହାଘର ପାଇଁ ଯେତେ ବି ଟଙ୍କା ଆଉ ସୁନା ଗହଣା ତିଆରି କରି ରଖିଥିଲି, ଆଜି ସେଟା ଚୋରି ହେଇଗଲା। ପୁଅ, ମୁଁ ଏବେ କ'ଣ କରିବି କିଛି ଜାଣିପାରୁନି। ଏଇ ଘଟଣା ନେଇ ମୁଁ ରାଜାଙ୍କ ପାଖକୁ ଯାଇଥିଲି, ହେଲେ ରାଜା ଆମ ଭଳିଆ ତୁଚ୍ଛ ଆଉ ଗରିବ ଲୋକମାନଙ୍କ କଥା କ'ଣ ଶୁଣିବେ। ସେ ବି ମତେ ନିରାଶ କରି ସେଠାରୁ ଫେରେଇ ଦେଲେ। ମୋ ପାଖରେ ଆଉ କିଛି ଉପାୟ ନାହିଁ, ସେଥିପାଇଁ ମୁଁ ତୁମ ପାଖକୁ ଆସିଛି। ଯଦି ତୁମେ ମତେ ସାହାଯ୍ୟ ନ କରିବ, ତାହେଲେ ମୁଁ ଆତ୍ମହତ୍ୟା କରିଦେବି। ଏମିତିରେ ବି ମୋ ପାଖରେ ଆଉ କିଛି ଉପାୟ ନାହିଁ। ତମେ କୁହ, ମୁଁ କ'ଣ କରିବି? ଆରେ ବାପରେ ବାବା, ତମ ସହିତ ବହୁତ ଖରାପ ହେଇଛି। ହେଲେ ବାହାଘର ପାଇଁ ତ ବହୁତ ସାରା ଟଙ୍କା ଦରକାର। ମୋ ପାଖରେ ତ ଏତେ ଟଙ୍କା ନାହିଁ। ଏମିତିରେ ମୋର ଫସଲ ବି କଟାଯାଇ ନାହିଁ। କ'ଣ କରିବି? ଏତେ ଟଙ୍କା କେଉଁଠାରୁ ଏବେ ଯୋଗାଡ଼ କରିବି? ଆରେ ଗୋପାଳ, ତୁ ଚିନ୍ତା କ'ଣ ପାଇଁ କରୁଛୁ? ମୋର ଜମିଦାର ବହୁତ ଭଲ ସାଙ୍ଗ, ମୁଁ ତାଙ୍କୁ କହି ତତେ ଋଣ ଦେଇଦେବି। ତୁ ଏବେ ଋଣ ନେଇଥା, ଯେତେବେଳେ ତୁ ଫସଲ କଟା ହେବ ତୁ ତାଙ୍କ ଋଣ ସୁଝିଦେବୁ। ହଁ, ତୁ ଠିକ କହିଛୁ ଶଙ୍କର। ଚାଲ ଏବେ ଆମେ ଜମିଦାରଙ୍କ ପାଖକୁ ଯିବା। ବାବା, ତମେ ଏଇଠାରେ ଅପେକ୍ଷା କରିଥାଅ, ମୁଁ କିଛି ସମୟ ମଧ୍ୟରେ ଏଠାରେ ଆସି ପହଞ୍ଚୁଛି। ଗୋପାଳ ଶଙ୍କରର ସହିତ ଜମିଦାରର ଘରକୁ ଗଲା, ଆଉ ଜମିଦାରଙ୍କୁ ସବୁ କଥା ଜଣେଇଲା। ଆଉ ଜମିଦାର ହସ ହସ ମୁହଁରେ ଗୋପାଳକୁ କହିଲା, ଆଚ୍ଛା ଗୋପାଳ, ତମେ ଯେତେ ବି ଟଙ୍କା ମତେ ମାଗୁଛ ମୁଁ ତମକୁ ଦେଇପାରିବି, ହେଲେ ଗୋଟେ ମାସ ମଧ୍ୟରେ ମତେ ଫେରେଇବାକୁ ହେବ। ନହେଲେ କିଛି ଭଲ ହେବ ନାହିଁ କହୁଛି। ହଁ ଠିକ ଅଛି ଜମିଦାର ସାହାବ, ମୁଁ ତମ ଟଙ୍କା ଫେରେଇଦେବି। ଆଉ କିଛି ଦିନ ମଧ୍ୟରେ ମୋର ଫସଲ କଟା ହେବ। ମୋର ଫସଲ କଟା ସରିଲା ପରେ ତମର ସବୁତକ ଟଙ୍କା ଫେରେଇଦେବି। ତାପରେ ଜମିଦାର ଗୋପାଳର ହାତରେ ଟଙ୍କା ବଢ଼େଇ ଦିଅନ୍ତି। ତାପରେ ଗୋପାଳ ସେ ଟଙ୍କାକୁ ଆଣି ଖୁସି ଖୁସିରେ ଘରକୁ ଫେରିଆସେ, ଆଉ ସେ ଟଙ୍କାକୁ ସେ ବୁଢ଼ା ବ୍ୟକ୍ତିର ହାତରେ ଦିଏ। ତାପରେ ସେ ବୁଢ଼ା ଲୋକ ଜଣକ ସେ ଟଙ୍କାତକ ନେଇ ସିଧା ଜମିଦାରର ଘରକୁ ଚାଲିଗଲା, ଆଉ ସେଠାରେ ପହଞ୍ଚି କହିଲା, ଏଇ ନିଅନ୍ତୁ ଜମିଦାର ସାହାବ, ଆପଣଙ୍କ ଟଙ୍କା ଘୁରି ଫୁଲି ଆପଣଙ୍କ ପାଖକୁ ଆସିଗଲା। ଆରେ ବା, ଶଙ୍କରର ବୁଦ୍ଧିକୁ ମାନିବାକୁ ପଡ଼ିବ।
ମୋ ଟଙ୍କା ବି ମୋ ପାଖକୁ ଫେରି ଆସିଲା, ଆଉ ଗୋପାଳ କରଜଦାର ବି ବନିଗଲା। ଧୀରେ ଧୀରେ ସମୟ ବିତି ଚାଲିଲା। କିଛି ଦିନ ପରେ ଗୋପାଳ ତାର ଫସଲକୁ କାଟି ଅନ୍ୟ ରାଜ୍ୟରେ ଶସ୍ୟଗୁଡ଼ିକୁ ବିକ୍ରି କରି ଆସିଲା। ତାପରେ ସେ ସିଧା ସେଠାରୁ ଜମିଦାରର ଘରକୁ ତା ଟଙ୍କା ଫେରାଇବାକୁ ଆସିଲା। ଏଇ ନିଅନ୍ତୁ ଜମିଦାର ସାହେବ, ଆପଣଙ୍କ ଟଙ୍କା। ଆରେ ଗୋପାଳ, ଏ ଯେଉଁ ଟଙ୍କା ତମେ ଫେରଉଛ ଏ ତ ମୋର ମୂଳଧନ ଅଟେ, ହେଲେ ମୋର ସୁଧ ଟଙ୍କା କାହିଁ? ମୋର ସୁଧ ଟଙ୍କା ମୋତେ ଦିଅ। ଏ କଥା ଶୁଣି ସାରିବା ପରେ ଗୋପାଳ ତ ପୁରା ଚମକି ପଡ଼ିଲା। ହେଲେ ଜମିଦାର ସାହେବ, ଆମ ଭିତରେ ତ କଥା ହୋଇଥିଲା କି ମୁଁ ଟଙ୍କା ନେବି, ହେଲେ ଗୋଟେ ମାସ ପରେ ମୁଁ ତମକୁ ଫେରେଇ ଦେବି। ହେଲେ ଏ ସୁଧର କଥା ତ ହେଇନଥିଲା, ଏ ସୁଧ କେଉଁଠାରୁ ଆସିଗଲା? ଆରେ ବା ଗୋପାଳ, ମୁଁ କ'ଣ ତତେ ଟଙ୍କା ମାଗଣାରେ ଦେଇଥିଲି ନା କ'ଣ? ମୋତେ ମୋର ସୁଧ କିଏ ଦେବ? ମୋତେ ମୋର ମୂଳଧନ ସହିତ ସୁଧ ବି ଦରକାର। ହଉ ଠିକ୍ ଅଛି, କୁହନ୍ତୁ ଆପଣଙ୍କର ସୁଧ କେତେ ଟଙ୍କା ହେଉଛି? କୁହନ୍ତୁ, ମୁଁ ତମକୁ ତମ ଟଙ୍କା ଫେରେଇ ଦେବି। ଜମିଦାର ଗୋପାଳକୁ ଏତେ ଟଙ୍କା ସୁଧ କହିଲା କି ଗୋପାଳର ମୁଣ୍ଡ ଘୁରେଇବାକୁ ଲାଗିଲା। ଆରେ ବାପରେ, ଏତେ ଟଙ୍କା ସୁଧ? ଜମିଦାର ସାହେବ, ଏ ମୋ ଦ୍ୱାରା ଅନ୍ୟାୟ ହେଉଛି। ଏତେ ଟଙ୍କା ମୋ ଜମି ବିକ୍ରି କଲେ ବି ହେବ ନାହିଁ। ଆରେ ଗୋପାଳ, କ'ଣ କହିଲ? ତୁମର ଚାଷ ଜମି? ସେଟା ତୁମର ଚାଷ ଜମି ହେଇନାହିଁ। ଆଉ ଯେ ପର୍ଯ୍ୟନ୍ତ ତୁମେ ମୋର ଟଙ୍କା ଫେରେଇ ନାହଁ ସେ ପର୍ଯ୍ୟନ୍ତ ତୁମର ଜମି ଉପରେ ମୋର କବ୍ଜା ରହିଲା। ଶୁଣ, ଯେତେବେଳେ ମୋର ଟଙ୍କା ଫେରେଇବ ସେତେବେଳେ ତମ ଜମି ମୋ ଠାରୁ ନେଇ ନେବ। ଏବେ ଏଠାରୁ ଚାଲିଯାଅ। କ'ଣ କହିଲ ଜମିଦାର? ତମେ ମୋ ସହିତ ଧୋକା କରୁଛ। ଦେଖିବ, ମୁଁ ଏ ବିଷୟରେ ଯାଇ ମହାରାଜଙ୍କୁ ଜଣେଇବି। ତା ପରଦିନ ଗୋପାଳ ଶିବନଗର ରାଜ୍ୟର ରାଜା ଶିବାଜୀଙ୍କୁ ସବୁ କଥା ଜଣେଇଲା। ମହାରାଜଙ୍କର ଜୟ ହେଉ, ମହାରାଜଙ୍କର ଜୟ ହେଉ। ମହାରାଜ, ମୋର ସହାୟତା କରନ୍ତୁ, ମୋ ସହିତ ବହୁତ ବଡ଼ ଅନ୍ୟାୟ ହୋଇଛି। ତାପରେ ଗୋପାଳ ରାଜା ଶିବାଜୀଙ୍କୁ ସବୁ କଥା ଗୋଟି ଗୋଟି କରି କହିଲା। ଗୋପାଳର କଥା ଶୁଣି ସାରିବା ପରେ ରାଜା କୁହନ୍ତି, ସତରେ ମତେ ତ ଏହା ଶୁଣିକରି ବହୁତ ଜୋରରେ କ୍ରୋଧ ଆସୁଛି। କିନ୍ତୁ ଗୋପାଳ, ମତେ ଏ ବିଷୟରେ ଜାଣିବାକୁ ହେଲେ ଜମିଦାର ଆଉ ତମ ସାଙ୍ଗ ଶଙ୍କରକୁ ଡାକିବାକୁ ହେବ। ସୈନ୍ୟଗଣ, ସେ ଦୁଇ ଜଣଙ୍କୁ ମହଲକୁ ଡକାଯାଉ। କିଛି ସମୟ ମଧ୍ୟରେ ଜମିଦାର ଆଉ ଶଙ୍କର ରାଜମହଲରେ ଆସି ପହଞ୍ଚନ୍ତି। ଶୁଣ ଜମିଦାର, ଗୋପାଳ ମତେ ଯାହା କହିଲା ଏହା କ'ଣ ସତ୍ୟ ଅଟେ? କ'ଣ ତମେ ତାର କରଜ ଉପରେ ଅଧିକା ସୁଧ ଲଗାଇ ତାର ଜମିକୁ ହଡପ କରି ନେଇଛ? ଆରେ ରେ, କ'ଣ ହଡପ? ମହାରାଜ, ଗୋପାଳ ମୋ ବିଷୟରେ ତୁମକୁ ମିଛରେ କହୁଛି। ମୁଁ ଯେତେବେଳେ ଋଣ ଦେଇଥିଲି ପ୍ରଥମେ ସୁଧର କଥା ଉଠେଇଥିଲି, ତାପରେ ତ ଯାଇ ମୁଁ ଗୋପାଳକୁ ଟଙ୍କା ଦେଇଥିଲି। ଆଉ ଯଦି ମୋ କଥାରେ ବିଶ୍ୱାସ ହେଉନାହିଁ ତାହେଲେ ଶଙ୍କରକୁ ପଚାର। ଶଙ୍କର ତ ଗୋପାଳର ସାଙ୍ଗ ନା, ସେ କ'ଣ ମିଛ କହିବ? ଆରେ ଭାଇ ଶଙ୍କର, ଆରେ ଏଥର କୁହ। ତାପରେ ରାଜା ଶଙ୍କରକୁ ପଚାରନ୍ତି, ଶଙ୍କର, ଜମିଦାର ଯାହା କହିଲେ ଏହା କ'ଣ ସତ୍ୟ ଅଟେ? ମହାରାଜ, ଏହା ସତ୍ୟ ଅଟେ। ଗୋପାଳ ଜମିଦାର ଠାରୁ ଋଣ ନେବା ପୂର୍ବରୁ ସୁଧ ବିଷୟରେ କଥାବାର୍ତ୍ତା ହୋଇଥିଲା। ଶଙ୍କରର ମୁହଁରୁ ଏ କଥା ଶୁଣି ସାରିବା ପରେ ଗୋପାଳ ତ ପୁରା ଚମକି ପଡ଼େ। ଆରେ ଶଙ୍କର, ତୁ ଏ କ'ଣ କହୁଛୁ? ଆରେ ହଁ ଗୋପାଳ, ମୁଁ ତ ଠିକ କହୁଛି। ମୁଁ ତୋ ନାଁରେ ମିଛ କ'ଣ ପାଇଁ କହିବି? ଏମିତିରେ ବି ମୁଁ ଗାଁରେ ତୋର ମିଛ ପ୍ରଶଂସା ଶୁଣି ଶୁଣି ବହୁତ ବିରକ୍ତ ହେଇଗଲିଣି। ମାନେ, ତମେ ଏ କ'ଣ କହିବା ପାଇଁ ଚାହୁଁଛ? ମହାରାଜ, ସିଧା କଥା ତ ଏହା ହେଲା କି ଗୋପାଳ ଜଣେ ମିଛୁଆ ଲୋକ ଅଟେ। ସେ ତାର ରୋଜଗାର କରୁଥିବା ଅଧା ଟଙ୍କାକୁ ପର ଲୋକଙ୍କର ମଙ୍ଗଳ କାମରେ ଲଗେଇ ଦିଏ। ମହାରାଜ, ମୁଁ ତ କହୁଛି ଏସବୁ ମିଥ୍ୟା ଅଟେ। ଏହା ତ ତାର ଦେଖାଣିଆ ଅଟେ, ଦେଖାଣିଆ। କ'ଣ? ହଁ ମହାରାଜ, ଗୋପାଳ ନିଜେ ନିଜକୁ ରାଜା ବୋଲି ଭାବୁଛି। ଏମିତିରେ ତ ରାଜ୍ୟରେ ଦୁଃଖୀ ରଙ୍କି ମାନଙ୍କୁ ସାହାଯ୍ୟ କରିବାକୁ ଆପଣ ଅଛନ୍ତି ନା। ହେଲେ ଗୋପାଳ ଗରିବ ଲୋକମାନଙ୍କୁ ସାହାଯ୍ୟ କରି ନିଜକୁ ରାଜା ବୋଲି ମନେ କରୁଛି। ମହାରାଜ, ସତରେ ମୋ ମନରେ ଏପରି କିଛି ଭାବନା ନାହିଁ। ଶଙ୍କର ମୋ ନାଁରେ ମିଛ କହୁଛି। ତାପରେ ରାଜା ଗୋପାଳକୁ ରାଗି କରି କୁହନ୍ତି, ଗୋପାଳ, ମୋର ତମେ ଗୋଟେ କଥାର ଜବାବ ଦିଅ। କ'ଣ ତମେ ତମର ସବୁ ଟଙ୍କାକୁ ଗରିବ ଲୋକମାନଙ୍କୁ ସାହାଯ୍ୟ କରିବାରେ ଲଗେଇ ଦିଅ? ଆଜ୍ଞା ମହାରାଜ, ଏହା ସତ୍ୟ ଅଟେ। କ'ଣ ତମେ ତମ ନିଜକୁ ରାଜା ହରିଶ୍ଚନ୍ଦ୍ର ବୋଲି ଭାବୁଛ ନା କ'ଣ? ଆରେ ଏ ରାଜ୍ୟର ରାଜା ହେଲି ମୁଁ।
ଦୁଃଖୀ ରଙ୍କି ଗରିବ ଲୋକମାନଙ୍କର ସାହାଯ୍ୟ କରିବା ହେଲା ମୋର କାମ। ଶୁଣ ଗୋପାଳ, ତୁମେ ଯଦି ତମର ଦାନ କରିଥିବା ଟଙ୍କାକୁ ନିଜ ପାଖରେ ରଖିଥାନ୍ତ ତାହେଲେ ତମେ ଜମିଦାରର ସୁଧ ସହିତ ମୂଳ ପଇସା ମଧ୍ୟ ସୁଝି ପାରିଥାନ୍ତ। କିନ୍ତୁ ତମେ ନିଜକୁ ରାଜା ହରିଶ୍ଚନ୍ଦ୍ର ବୋଲି ଭାବୁଛ ନା। ଶୁଣ ଗୋପାଳ, ମୁଁ ତମର କିଛି ସହାୟତା କରିପାରିବି ନାହିଁ। ମହାରାଜ, ମତେ ତ ଲାଗୁଛି ଗୋପାଳ ପାଖରେ ଆଉ କିଛି ବି ନାହିଁ। କିନ୍ତୁ ମହାରାଜ, ଯାହା ହେଲେ ବି ଗୋପାଳ ଆମ ଗାଁ ପାଖର ନା। ଆରେ ମତେ ତାକୁ ଏମିତି ଦେଖିକରି ତ ବହୁତ ଦୟା ଆସୁଛି। ମୁଁ କ'ଣ କହୁଥିଲି କି? କ'ଣ କହିବାକୁ ଚାହୁଁଛ? ମହାରାଜ, ମୁଁ କ'ଣ କହୁଥିଲି କି ଗୋପାଳ ଯେତେ ବି ଖରାପ କାମ କରୁନା କାହିଁକି, ଯାହା ହେଲେ ବି ସେ ଆମ ଗାଁର ନା। ତାକୁ ମୁଁ କ'ଣ ଏମିତି ଅସୁବିଧାରେ ଛାଡ଼ିଦେବି? ମୁଁ ଜାଣିଛି ଗୋପାଳ ମୋର ସୁଧର ସହିତ ଟଙ୍କା କେବେ ବି ଫେରେଇ ପାରିବ ନାହିଁ। ସେଥିପାଇଁ କହୁଥିଲି ଗାଁର ଆର ମୁଣ୍ଡରେ ଯେଉଁ ଚାଷ ଜମିଟା ପଡ଼ିଛି ଗୋପାଳ ସେଥିରେ ଚାଷ କରୁ ଆଉ ନିଜର ପେଟ ପୋଷୁ। ମହାରାଜ, ଆପଣ ନିଜେ କଥାଟିକୁ ଘୋଷଣା କରନ୍ତୁ। କ'ଣ ତମେ ତମର ସେ ଅଣ ଉର୍ବର ଚାଷ ଜମି କଥା ଆଉ କହୁନାହଁ ତ? ହଁ ହଁ, ତୁ ଠିକ୍ ବୁଝିଛୁ। ତତେ ସେଇ ଜମି ଦେବିନି ଆଉ ତ କ'ଣ ଦେବି? ମହାରାଜ, ଚାଷ ଜମି ତ ଚାଷ ଜମି ନା। ଶୁଣ, ଆଜିଠାରୁ ଗୋପାଳର ଚାଷ ଜମି ଜମିଦାରର ହେଲା, ଆଉ ଜମିଦାର ଯେଉଁ ଚାଷ ଜମି ଦେଉଛନ୍ତି ତାହା ଗୋପାଳର ହେଲା। ବାସ୍, ଏଥର ତମେ ମାନେ ଯାଇପାର। ତାପରେ ଗୋପାଳ ସେଠାରୁ ମନ ଦୁଃଖରେ ଘରକୁ ଫେରିଆସିଲା। ଗୋପାଳକୁ ଏମିତି ମନ ଦୁଃଖରେ ଦେଖି ତା ସ୍ତ୍ରୀ ରାଧା ପଚାରିଲା, ଓଇ, ତମର କ'ଣ ହେଇଛି? ତମେ ଏମିତି ମନ ଦୁଃଖ କ'ଣ ପାଇଁ କରିଛ? ତାପରେ ଗୋପାଳ ତା ସ୍ତ୍ରୀ ରାଧାକୁ ସବୁ କଥା କହିଲା। ତମେ ସବୁବେଳେ ଲୋକମାନଙ୍କୁ ସାହାଯ୍ୟ କରୁଥିଲ, ହେଲେ ଦେଖ ଆଜି ଆମେ ରାସ୍ତା କଡ଼କୁ ଆସିଗଲେ। ଲୋକମାନଙ୍କୁ ସାହାଯ୍ୟ କରି ଆମକୁ କ'ଣ ମିଳିଲା? ନାଇଁ ରାଧା, ନାଇଁ, ମତେ ଏବେ ବି ସେ କଥା ଉପରେ ବିଶ୍ୱାସ ଅଛି। ଯଦି ଆମେ ପରର ମଙ୍ଗଳ କରିବା ତାହେଲେ ଆମର ନିଶ୍ଚୟ ମଙ୍ଗଳ ହେବ। ଆରେ ସେସବୁ କଥା ତ ଠିକ୍ ଅଛି, ହେଲେ ସେ ଜମିଦାର ତ ଆମକୁ ଠକି କରି ଆମ ଚାଷ ଜମି ନେଇଗଲା ଆଉ ତାର ସେ ଅଣ ଉର୍ବର ଚାଷ ଜମିଟାକୁ ଦେଇଦେଲା। କ'ଣ ତମେ ସେ ଜମି ଉପରେ ଏବେ ଚାଷ କରିପାରିବ? ହେଲେ ରାଧା, ସବୁ ଜମିଦାର ତ ଏକା ଭଳି। ହେଲେ ମୋର ଗୋଟେ କଥା ଅଫସୋସ ରହିଗଲା। ମୋର ମିତ୍ର ହୋଇ ସେ ମୋ ସହିତ ଧୋକା କଲା। ମୁଁ ମୋର ମିତ୍ରକୁ ଚିହ୍ନି ପାରିଲି ନାହିଁ। ସିଏ ମୋର ସବୁଠାରୁ ବଡ଼ ଶତ୍ରୁ ହୋଇଗଲା। ତା ପରଦିନ ଗୋପାଳ ଜମିଦାର ଦେଇଥିବା ଅଣ ଉର୍ବର ଚାଷ ଜମିରେ ଚାଷ କରିବା ଲାଗି ଯାଉଥିଲା। ହଠାତ୍ ସେ ଦେଖିଲା ଦୁଇ ଜଣ ସୈନ୍ୟ ସେଇ ଜମିର ବୁଦାମୂଳରେ କଥାବାର୍ତ୍ତା ହେଉଛନ୍ତି। ସେ ଗୋଟେ ଗଛ ମୂଳରେ ଲୁଚି କରି ସେମାନଙ୍କ କଥା ଶୁଣିବାକୁ ଲାଗିଲା। କ'ଣ ତମେ ଯୋଜନା ଠିକ୍ସେ କରିଛ ତ? ଏମିତି ଯେମିତି ନ ହେଉ ଯେମିତି ଆମେ ଧରା ପଡ଼ିଯିବା। ଆରେ ଭାଇ, ତମେ ଜମା ବ୍ୟସ୍ତ ହୁଅନି। ରାଜା ଶିବାଜୀଙ୍କର ମନ୍ତ୍ରୀ ଆମ ସହିତ ମିଶିଛି। ଆରେ ଆମକୁ ମୁଖ୍ୟଦ୍ୱାର ପର୍ଯ୍ୟନ୍ତ ପହଞ୍ଚିବାକୁ ସେ ହିଁ ସାହାଯ୍ୟ କରିବ। ତାହେଲେ ତ ଆଜି ରାଜା ଶିବାଜୀଙ୍କର ମୃତ୍ୟୁ ପକ୍କା ଅଟେ। ସେ ଦୁଇ ଜଣ ସୈନ୍ୟ ଯିବା ପରେ ଗୋପାଳ କହିଲା, ଆରେ ମହାରାଜଙ୍କର ଜୀବନ ଉପରେ ତ ବିପଦ ଅଛି, ମୋତେ କିଛି ନା କିଛି କରିବାକୁ ହେବ। ସେ ସେଠାରୁ ସିଧା ରାଜମହଲକୁ ଚାଲିଯାଏ। ସେଠାରେ ସେ ଆଉ କାହାକୁ ଦେଖିବାକୁ ପାଏ ନାହିଁ। ରାଜକୁମାରଙ୍କୁ ଦେଖେ ଆଉ ରାଜକୁମାରକୁ ସବୁ କଥା କୁହେ। କ'ଣ ଏ କଥା ସତ୍ୟ ଅଟେ? ବିଲକୁଲ ରାଜକୁମାର, ଏହା ସତ୍ୟ ଅଟେ। ମୁଁ ସ୍ୱୟଂ ନିଜେ ମୋ କାନରେ ଶୁଣିଛି ଦୁଇ ଜଣ ସୈନ୍ୟ ରାଜାଙ୍କୁ ମାରିବା ଲାଗି ଯୋଜନା କରୁଥିଲେ ଆଉ ମହାମନ୍ତ୍ରୀ ତାଙ୍କ ସହିତ ବି ମିଳିକିରି ଅଛନ୍ତି। ତାହେଲେ ଚାଲ, ତମେ ମୋ ସହିତ ଚାଲ। ମହାରାଜକୁ ଏ ଖବର ତମେ ସ୍ୱୟଂ ନିଜେ ଜଣେଇବ। ନାହିଁ ମହାରାଜ, ତମେ ସ୍ୱୟଂ ନିଜେ ଏ ଖବର ମହାରାଜକୁ ଜଣେଇ ଦିଅ। ଆରେ କାହିଁ କ'ଣ ତମକୁ କିଛି ପୁରସ୍କାର ଦରକାର ନାହିଁ? ହେଲେ ଗୋପାଳ ରାଜକୁମାରଙ୍କ କଥା ଶୁଣି ନୀରବ ରହିଲା ଆଉ ସେଠାରୁ ଚାଲି ଆସିଲା। ସେ ସେଠାରୁ ସିଧା ଆସି ତାର ଚାଷ ଜମିକୁ ଚାଲି ଆସିଲା ଆଉ ତା ଜମିରେ ମାଟି ହାଣିବାକୁ ଲାଗିଲା। କିଛି ସମୟ ଏମିତି ହାଣୁ ହାଣୁ ତାର କୋଦାଳରେ କିଛି ଗୋଟେ ଜିନିଷ ବାଜିବାକୁ ଲାଗିଲା। ସେ ଦେଖେ ତ ଗୋଟେ ବଡ଼ ସିନ୍ଦୁକଟିଏ ବାହାରିଲା। ସେ ତାକୁ ଖୋଲି କରି ଦେଖେ ତ ତା ଭିତରେ ସୁନା ମୋତି ମାଣିକ ଭରି ହୋଇ ରହିଛି। ସେ ସିନ୍ଦୁକଟିକୁ ସେ ସିଧା ତା ଘରକୁ ନେଇ ଆସିଲା ଆଉ ତା ସ୍ତ୍ରୀ କି ସବୁ କଥା କହିଲା। ସତରେ ତମେ ଠିକ୍ କଥା କହୁଥିଲ। ଯଦି ଆମେ ସମସ୍ତଙ୍କର ଭଲ ଚିନ୍ତା କରିବା ତାହେଲେ ଆମର ନିଶ୍ଚୟ ଭଲ ହେବ। ଆରେ ଆମ ପାଖରେ ଏବେ ତ ଏତେ ଧନ ସମ୍ପତ୍ତି ଅଛି କି ଆମେ ଜମିଦାର 100 ଖଣ୍ଡ ଜମି ଭଳି ଜମି ବି କିଣିପାରିବା।
ଯିବା। ହେଲେ ଗୋପାଳକୁ ଏକଥା ଜଣା ନଥିଲା କି ଶଙ୍କର ଘର ବାହାରେ ଛିଡ଼ା ହୋଇ ସେମାନଙ୍କର କଥା ସବୁ ଶୁଣୁଥିଲା। ଆରେ ବାପରେ, ସତରେ ଏ ତ ପୁଣି ଥରେ ବହୁତ ଧନୀ ହେଇଗଲା। ମତେ ଶୀଘ୍ର ଯାଇ ଜମିଦାରକୁ ଏ ବିଷୟରେ ଜଣେଇବାକୁ ପଡିବ। ଆଉ ତାକୁ ସବୁ ଘଟଣା କହିବାକୁ ଲାଗିଲା। ଆରେ ଜମିଦାର ସାହାବ, ତମେ ଯୋଉ ତମର ବଞ୍ଜ ଚାଷ ଜମିକୁ ଗୋପାଳକୁ ଦେଇଥିଲ ନା, ସେଇ ଚାଷ ଜମିରେ ବହୁତ ବଡ଼ ସିନ୍ଦୁକ ବାହାରିଛି, ଯେଉଁଥିରେ ଖାଲି ହୀରା ମୋତି ମାଣିକ ଭରି ହୋଇ ରହିଛି। ଆଚ୍ଛା, ସେ ସିନ୍ଦୁକଟି ତମ ଜମିରେ ବାହାରିଛି ନା? ସେ ହୀରା ମୋତି ମାଣିକ ଉପରେ ତୁମର ଅଧିକାର ରହିଲା। ଆଚ୍ଛା, ତାହେଲେ ଏମିତି କଥା। ମୁଁ ନିଶ୍ଚୟ ସେ ସିନ୍ଦୁକକୁ ଗୋପାଳ ଠାରୁ ନେଇକି ରହିବି, କାହିଁକି ନା ସେ ସିନ୍ଦୁକ ଉପରେ ମୋର ସମ୍ପୂର୍ଣ୍ଣ ଅଧିକାର ଅଛି। ତାପରେ ଶଙ୍କର ଆଉ ଜମିଦାର ଗୋପାଳର ଘରକୁ ଚାଲିଗଲେ। ଜମିଦାର ରାଗିକରି କହିଲା, ଗୋପାଳ, ମତେ ମୋର ସିନ୍ଦୁକ ମତେ ଦେଇଦିଅ, କାହିଁକି ନା ସେ ମୋ ଜମିରୁ ବାହାରିଛି। ଶୁଣ ଜମିଦାର, ତମେ ମୋ ପାଖରେ ଓଲଟା ସିଧା କଥାବାର୍ତ୍ତା କର ନାହିଁ। ତମେ ନିଜେ ସ୍ୱୟଂ ରାଜାଙ୍କ ପାଖରେ ତମ ଜମିକୁ ମୋ ନାଁରେ କରିଦେଇଛ। ସେ ଜମିରୁ ସୁନା ବାହାରୁ କି ମାଟି ବାହାରୁ, ତମର ସେଥିରେ କ'ଣ ଅଛି? ଗୋପାଳର ମୁହଁରୁ ଏପରି କଥା ଶୁଣି ଜମିଦାର ଆଉ ଶଙ୍କର ଦୌଡ଼ିକରି ରାଜମହଲରେ ପହଞ୍ଚିଲେ ଆଉ ରାଜାଙ୍କୁ କହିଲେ, ମହାରାଜଙ୍କର ଜୟ ହେଉ। ମହାରାଜ, ଗୋପାଳ ଠାରୁ ତାର ଯେଉଁ ଚାଷ ଜମି ମୁଁ ନେଇ ତାକୁ ମୋର ଗୋଟେ ଅଣ ଉର୍ବର ଚାଷ ଜମି ଦେଇଥିଲି, ସେ ଜମିରୁ ଗୋଟେ ପୁରୁଣା ସିନ୍ଦୁକଟିଏ ବାହାରିଛି। ହେଲେ ଗୋପାଳ ମୋତେ ସେ ସିନ୍ଦୁକଟି ଦେବା ଲାଗି ମନା କରୁଛି। ତାହାର କିଛି ସମୟ ପରେ ଗୋପାଳ ସେଠାରେ ଆସି ପହଞ୍ଚେ। ଗୋପାଳ, କଣ ତମକୁ ସେ ଜମିରେ ଗୋଟେ ସିନ୍ଦୁକଟିଏ ମିଳିଛି, ଯେଉଁଥିରେ କି ହୀରା ମୋତି ମାଣିକ ଭରପୁର ରହିଛି? ତମେ ସେ ସିନ୍ଦୁକଟି ଜମିଦାରକୁ ଦେବା ଲାଗି ମନା କରୁଛ? ମହାରାଜ, ସେ ସୁନାର ସିନ୍ଦୁକଟି ଜମିଦାର ମୋତେ ଦେଇଥିବା ସେ ଚାଷ ଜମିରୁ ବାହାରିଛି, ଯେଉଁଟାକି ଆପଣ ସ୍ୱୟଂ ନିଜେ ଘୋଷଣା କରିଥିଲେ କି ସେ ଚାଷ ଜମିଟି ମୋ ନାଁରେ ହେଲା ବୋଲି। ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥାଏ। ସେହି ସମୟରେ ରାଜକୁମାର ସେଠାରେ ଆସି ପହଞ୍ଚନ୍ତି। ରାଜକୁମାର ଗୋପାଳକୁ ସେଠାରେ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ଆଉ ରାଜାଙ୍କୁ କୁହନ୍ତି, ପିତାଶ୍ରୀ, ଏଇ ଲୋକ ଜଣକ ଆପଣଙ୍କ ଜୀବନ ବଞ୍ଚେଇଛି। କାଲି ରାତିରେ ଯେଉଁ ଗୁପ୍ତଚର ଧରା ପଡ଼ିଥିଲେ, ଏଇ ହିଁ ସୂଚନା ଦେଇଥିଲା। ଆଉ ମୁଁ ତାକୁ କହିଲି କି ଯାଅ, ତମେ ମହାରାଜକୁ ଏ ଘଟଣା ନିଜେ ଜଣେଇବ ଆଉ ତମକୁ ପୁରସ୍କାର ମିଳିବ। ହେଲେ ସେ ପୁରସ୍କାରକୁ ଖାତିର ନ କରି ସେଠାରୁ ସେ ଚାଲି ଯାଇଥିଲା। ରାଜା ଆଶ୍ଚର୍ଯ୍ୟ ହୋଇ ଗୋପାଳକୁ କହିଲେ, ଗୋପାଳ, ତମେ ତ ଚାହିଁଥିଲେ ଏ ଖବର ମୋତେ ଜଣାଇ ମୋ ଠାରୁ ବହୁତ ସାରା ଟଙ୍କା ସୁନା ନେଇପାରିଥାନ୍ତ, ହେଲେ ତମେ ଏପରି କଲ ନାହିଁ। କ'ଣ ପାଇଁ ଏମିତି କଲ ନାହିଁ? ମହାରାଜ, ମୋତେ ମୋର ପିତା ଛୋଟବେଳରୁ ଗୋଟେ କଥା ଶିଖେଇଛନ୍ତି, ଯଦି ଆମେ ପରର ଭଲ ଚିନ୍ତା କରିବା ତାହେଲେ ଆମର ଭଲ ହେବ। ସଚ୍ଚୋଟ ମଣିଷ ସେ ହେଇଥାଏ ଯେ ବିନା ସ୍ୱାର୍ଥରେ ଲୋକମାନଙ୍କୁ ସାହାଯ୍ୟ କରିଥାଏ, ଆଉ ସାହାଯ୍ୟ ବଦଳରେ ଯେ ଟଙ୍କା ସୁନା ନେଇଥାଏ ତାକୁ ସାହାଯ୍ୟ କୁହାଯାଇନଥାଏ। ହଁ, ମତେ ଏଥର ଏ ଲୋକର ସଚ୍ଚୋଟତା ଜଣା ପଡ଼ିଗଲା। ସତରେ ଏ ଲୋକ ଜଣକ ବହୁତ ଶାନ୍ତ, ସରଳ ଓ ସଚ୍ଚୋଟ। ମୁଁ ମଧ୍ୟ ତା ଉପରେ ବହୁତ ଅନ୍ୟାୟ କରିଛି। ଆଜି ତାକୁ ନ୍ୟାୟ ଦେବାକୁ ହେବ। ଶୁଣ ତମେ ଦୁଇ ଜଣ, ତୁମେ ଦୁଇ ଜଣ ଯାହା ଭୁଲ କରିଛ, ଭଲରେ ଭଲରେ ନିଜ ମୁହଁରେ ସ୍ୱୀକାର କରିନିଅ, ନଚେତ୍ ତୁମର ମୁଣ୍ଡ କାଟ ହେବ। ତାପରେ ସେମାନେ ଭୟରେ ରାଜାଙ୍କୁ ସବୁ ସତ କଥା କହିଦିଅନ୍ତି। ସୈନ୍ୟଗଣ, ଏଇ ଦୁଇ ଜଣକୁ ନେଇ କାରାଗାରରେ ବନ୍ଦୀ କରିଦିଅ। ଏଭଳି ଲୋକ ମୋ ରାଜ୍ୟରେ ରହିବା ଦରକାର ନାହିଁ।